ମୋ ପ୍ରିୟମାନେ ଆପଣମାନେ କେମିତି ଅଛନ୍ତି? ପ୍ରଭୁ ଯୀଶୁଙ୍କ ନାମରେ ସମସ୍ତଙ୍କୁ ପ୍ରେମର ନମସ୍କାର। ଆପଣ କ'ଣ ଏହା ପଚାରୁଛନ୍ତି ଆପଣଙ୍କ ପଛ ଭାଗରେ ଥିବା ବଡ଼ କୋଠାଟି କ'ଣ ଅଟେ? କ'ଣ ଆପଣଙ୍କୁ ଲାଗୁଛି ଏହା କୌଣସି ବଡ଼ ସହରରେ ଅଛି ବୋଲି? ଏହା ପ୍ରକୃତରେ ଗଡ୍ସ ଇନ୍ ଅଟେ, ଯାହାକୁ ଆମେମାନେ ପରମେଶ୍ୱରଙ୍କ ପରିସର ବନେଇଛୁ। ନାଲୁମାଉଡ଼ିରେ ଅଛି। ଏଠାକୁ ଅନେକ ସ୍ଥାନରୁ ଲୋକମାନେ ଯେପରିକି ମହାରାଷ୍ଟ୍ର, ଉତ୍ତର ଭାରତ, ତାମିଲନାଡ଼ୁ ବା ବିଭିନ୍ନ ଦେଶରୁ ମଧ୍ୟ ଲୋକମାନେ ଏହି ସ୍ଥାନକୁ ରହିବା ପାଇଁ ପୁଣି ପ୍ରାର୍ଥନା କରିବା ପାଇଁ ଆସନ୍ତି, ପୁଣି ପ୍ରାର୍ଥନା ମଧ୍ୟ ଏଠାରେ କରନ୍ତି। ଆମେ ସମସ୍ତଙ୍କ ପାଇଁ ଛୋଟିଆ ଛୋଟିଆ ରୁମ୍ କରିଅଛୁ। ସେମାନେ ଏହି ରୁମ୍ ଗୁଡ଼ାକରେ ରହନ୍ତି, ପ୍ରେୟର କରନ୍ତି। ସେତେବେଳେ ଈଶ୍ୱରଙ୍କଠାରେ ଆମେ ବହୁତ ପ୍ରାର୍ଥନା କରିଲୁ। ପୁଣି ପରମେଶ୍ୱର ମନରେ ଚାଳନା ଦେଲେ ଯେ ତୁମେମାନେ ଗଡ୍ସ ଇନ୍ ନାମରେ କୋଠା ସବୁ ତିଆରି କର। ଆମେ ଛୋଟିଆ ଘରଗୁଡ଼ିକୁ ତିଆରି କରିବା ପାଇଁ ଚେଷ୍ଟା କଲେ, କିନ୍ତୁ ପରମେଶ୍ୱର ଏତେ ବହୁତ ବଡ଼ କୋଠା ଦେଇଅଛନ୍ତି। ଏସବୁକୁ ଅନାଇଲେ ମୁଁ ବହୁତ ଆଶ୍ଚର୍ଯ୍ୟଚକିତ ହୁଏ। ବୁଝିପାରୁନା ଏସବୁ ହେଲା କେମିତି। ଏହା ପ୍ରଭୁଙ୍କ ଆଶ୍ଚର୍ଯ୍ୟ କର୍ମ ଅଟେ। ଲୋକମାନଙ୍କ ରହଣି ପାଇଁ ଛୋଟିଆ ଛୋଟିଆ ରୁମ୍ ତିଆରି କରିବାର ଚେଷ୍ଟା କରୁ କରୁ ପରମେଶ୍ୱର ବଡ଼ କରାଇ ଦେଇଛନ୍ତି। ବହୁତ ବଡ଼ ପରମେଶ୍ୱର କରିଛନ୍ତି। ଜାଣନ୍ତି ଏଠାରେ 225 ରୁମ୍ ଅଛି। ଆମେମାନେ ଯାହା ଚିନ୍ତା କରିଥିଲୁ, ପରମେଶ୍ୱର ତାଠାରୁ ବହୁତ ବଡ଼ ଧରଣର ଆଶୀର୍ବାଦ ଆମକୁ ପ୍ରଦାନ କରିଛନ୍ତି। ଏହାର ନାମ ଗଡ୍ସ ଇନ୍ ରଖାଯାଇଛି। ଆପଣମାନେ ଆସିଲେ ଏଠାରେ ରେଷ୍ଟ କରିପାରିବେ। ଆପଣ ଯେବେ ଆସିବେ ଆପଣମାନେ ଏଠାରେ ରହିପାରିବେ। ଆଉ ଅତି ଅଳ୍ପ ଶୁଳ୍କରେ ଆପଣମାନେ ଏଠାରେ ରହି ଯେବେ ଇଚ୍ଛା କରନ୍ତି ଆପଣ ନିଶ୍ଚୟ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିପାରିବେ। ତେବେ ଆଜି ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ପାଇଁ କ'ଣ ଅଟେ? ଆସନ୍ତୁ ଆମେମାନେ ପଢ଼ିବା ଏବ୍ରୀ ପୁସ୍ତକ 13 ଅଧ୍ୟାୟର 8 ପଦ। ଯୀଶୁଖ୍ରୀଷ୍ଟ କାଲି, ଆଜି ଓ ଚିରକାଳ ସମାନ ଅଟନ୍ତି। ପ୍ରଭୁ କହୁଛନ୍ତି ଆମ୍ଭେ ଅପରିବର୍ତ୍ତନୀୟ ଅଟୁ। ସେ ଆଜି, କାଲି ଓ ଚିରକାଳ ସମାନ ଥିବା ଈଶ୍ୱର ଅଟନ୍ତି ବୋଲି ସେ କହନ୍ତି। ସେ ଦିନମାନଙ୍କରେ ସେ ଲୋକମାନଙ୍କୁ ଯେପରି ପ୍ରେମ କରୁଥିଲେ, ଆଜି ମଧ୍ୟ ସେହି ପ୍ରେମ ସେ ଆପଣା ଲୋକମାନଙ୍କୁ କରି ଆସୁଅଛନ୍ତି। ସେ ଦିନମାନଙ୍କରେ ସେ ଧରାପୃଷ୍ଠର ରହଣି ସମୟରେ ଅନେକଙ୍କୁ ସାହାଯ୍ୟ କରୁଥିଲେ। ସେ ଛୋଟମାନଙ୍କୁ ଚଲାଇଲେ, ଅନ୍ଧମାନଙ୍କୁ ଚକ୍ଷୁ ଦେଲେ, ସେପରି କାମ କରୁଥିଲେ। ଆଜି ମଧ୍ୟ ସେ ସେହି କାମ କରୁଅଛନ୍ତି। ବିମାରୀମାନଙ୍କୁ, ରୋଗୀମାନଙ୍କୁ ସୁସ୍ଥ କରି ଶକ୍ତି ପ୍ରଦାନ କରୁଛନ୍ତି। ଆଜି ମଧ୍ୟ ତାହାଙ୍କ କାର୍ଯ୍ୟ ଏହି ଧରାପୃଷ୍ଠରେ ହେବାର ଆମେମାନେ ଦେଖୁଅଛୁ। ସେ ଶୈତାନଙ୍କୁ ଭଗାଉଥିଲେ। ଶୈତାନଙ୍କୁ ଗୋଟିଏ ନାମ ନେବା ମାତ୍ରେ ଶୈତାନ ଚାଲି ଯାଉଥିଲା। ତାହାଙ୍କ ଶକ୍ତି ଆଜି ମଧ୍ୟ ଏହି ଜଗତର କାର୍ଯ୍ୟ କରୁଅଛି। ପ୍ରଭୁଙ୍କ ଲୋକମାନେ ପରମେଶ୍ୱର ଅପରିବର୍ତ୍ତନୀୟ ଅଟନ୍ତି। ସେ ମନୁଷ୍ୟ ନୁହନ୍ତି ଯେ ବଦଳିଯିବେ। ମୁଁ ଭାବୁଥିଲି ସେ କେବେ ବଦଳିବେ ନାହିଁ ବୋଲି, କିନ୍ତୁ ଦେଖ ସେ ଲୋକଟି ବଦଳି ଯାଇଛି। ମୁଁ ଭାବିଥିଲି ସେ କେବେ ବଦଳିବେ ନାହିଁ ବୋଲି, କିନ୍ତୁ ଦେଖନ୍ତୁ ସେ ମଧ୍ୟ ପରିବର୍ତ୍ତନ ହୋଇଯାଇଛନ୍ତି। ପ୍ରଭୁଙ୍କ ଲୋକମାନେ କିନ୍ତୁ ଆମମାନଙ୍କ ପ୍ରଭୁ ଯୀଶୁ ସର୍ବଦା ଅପରିବର୍ତ୍ତନୀୟ, ନ ବଦଳିବା ଈଶ୍ୱର ଅଟନ୍ତି। ଯେ ସର୍ବଦା ଏକ ସମାନ ଅଟନ୍ତି, ତାହାଙ୍କ ନାମ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟେ। ହୁଏତ ଆପଣ କିଛି ଭୁଲ କରି ବସିଥିବେ, କିନ୍ତୁ ପରମେଶ୍ୱରଙ୍କ ବ୍ରେନ୍, ତାଙ୍କ ମାଇଣ୍ଡ କେବେ ଚେଞ୍ଜ ହୁଏ ନାହିଁ। ତାଙ୍କେ ସର୍ବଦା ଅପରିବର୍ତ୍ତନ ଥିବା ଈଶ୍ୱର ଅଟନ୍ତି। ନା, ସେ ସର୍ବଦା ଈଶ୍ୱର, ଅପରିବର୍ତ୍ତନୀୟ ଈଶ୍ୱର। ଆଜି ମଧ୍ୟ ସୁସ୍ଥତାର କାର୍ଯ୍ୟ କରିବା ପାଇଁ ସକ୍ଷମ। ତାହାଙ୍କ ଶକ୍ତି, ଦୟା ଏବଂ କରୁଣା ଯେ ଅପରିବର୍ତ୍ତନୀୟ ଅଟେ, ତହିଁର ମୁଁ ହିଁ ଜୀବନ୍ତ ସାକ୍ଷ୍ୟ ଅଟେ। ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁ ଆଜି ମଧ୍ୟ ରୋଗୀମାନଙ୍କୁ ସୁସ୍ଥତା ଦିଅନ୍ତି। ଷ୍ଟାଣ୍ଡ ଇନ୍ ଦ ଗ୍ୟାପ୍ ଏହି ପ୍ରାର୍ଥନା ଦଳରେ ଅନେକ ଲୋକ ପ୍ରାର୍ଥନା କରନ୍ତି। ଆଶ୍ଚର୍ଯ୍ୟ କର୍ମ ଏବେ ହିଁ ହେଉଅଛି। ପ୍ରତିଦିନ ହଜାର ହଜାର ଲୋକମାନେ ନିଜ ଜୀବନର ଆଶ୍ଚର୍ଯ୍ୟ କର୍ମ ଦେଖୁଛନ୍ତି। କିପରି ତାହା ହେଉଛି ବୋଲି କହିଲେ, ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ବଦଳି ନାହାନ୍ତି, ଅପରିବର୍ତ୍ତନୀୟ ଅଟନ୍ତି। ଏହା ହିଁ କାରଣ ଯୀଶୁ ଯିଏକି ଅପରିବର୍ତ୍ତନୀୟ ଅଟନ୍ତି, ସେ ଆମମାନଙ୍କ ସହିତ ରହୁଅଛନ୍ତି। ତାହାଙ୍କ ସକଳ ବିଷୟ ଅପରିବର୍ତ୍ତନୀୟ ଅଟେ। ଏଣୁ ଆମେମାନେ ଏହିପରି କହିବା ଉଚିତ, ପ୍ରଭୁ ତୁମକୁ ଧନ୍ୟବାଦ କରୁଛି ଯେ ତୁମରି ଶକ୍ତି, ତୁମରି ସ୍ନେହ, ପ୍ରେମ, ତୁମ କରୁଣା ମୋ ପ୍ରତି କେବେ ବଦଳି ଯାଇନାହିଁ। ଆପଣ କୁହନ୍ତୁ ଯେ ପ୍ରଭୁ, ମୁଁ ତୁମଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଅଛି। ଦେଖିବେ ଆପଣଙ୍କର ଜୀବନର ସମସ୍ତ ନିରାଶ ଚାଲିଯିବ। ତାହାଙ୍କ ଆଶ୍ଚର୍ଯ୍ୟ କର୍ମ କରିବାର ଶକ୍ତି ଆଜି ମଧ୍ୟ ଅପରିବର୍ତ୍ତିତ ରହିଅଛି। ଯଦି ଆପଣ ବିଶ୍ୱାସ କରିବେ, ତାଙ୍କ ମହିମାକୁ ଆପଣ ଜୀବନରେ, ପରିବାରରେ ଦେଖିପାରିବେ।
ପ୍ରଭୁ ମୁଁ ତୁମ୍ଭର ଶକ୍ତି ଓ ପ୍ରେମ ଉପରେ ବିଶ୍ୱାସ କରୁଛି ଯାହା ଅପରିବର୍ତ୍ତନୀୟ। ଏଣୁ ତୁମର ଶକ୍ତି ଜୀବନରେ ଦାନ କର। ତୁମ ସମ ମୋତେ ଗଢ଼ି ଦିଅ ପ୍ରିୟ ପିତା। ଯୀଶୁଙ୍କ ନାମରେ ଆମେନ୍ ଆମେନ୍।